যে মনুষ্যর জীবন କେମିତି ଜୀବନ ଆମେ ଭାବୁଛୁ ଆମେ ବହୁଦିନ ବଞ୍ଚିଯିବା, ଆମେ ଭାବୁଛୁ ଅନେକ ଉପାର୍ଜନ କରିବା, ଆମେ ଭାବୁଛୁ ଅନ୍ୟାନ୍ୟ ବିଷୟ ସବୁ ଆମେ ଚିନ୍ତା କରୁଛୁ। ପ୍ରିୟମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କ ଦାସ ଦାସୀ ପୁତ୍ର କନ୍ୟା ମାନେ, ଏ ଜୀବନ ଏତେ ସରଳ ଜୀବନ କେତେବେଳେ କାହାର ଆହ୍ୱାନ ଆସିଯିବ ତାହା ଆମେ ଜାଣିପାରିବା। ସେଥିପାଇଁ ଗତ ରବିବାର ଦିନ ଆମେ ପାଠ କରୁଥିଲୁ, ନାଇଁ କି? କୋଉ ପୁସ୍ତକ ପାଠ କଲୁ? ଗଣନା ପୁସ୍ତକ 23 ଅଧ୍ୟାୟ 10 ପଦ ପଢିଲୁ, ନାଇଁ କି? ଯାକୋବର ଧୂଳିକୁ କିଏ ଗଣିପାରେ? ଇସ୍ରାଏଲର ଚତୁର୍ଥାଂଶକୁ କିଏ କହିପାରେ? ମୋର ମରଣ ଯେ ପ୍ରକାର ଧାର୍ମିକର ମରଣ ହେବ। ହଁ, ପଢ ସେଟା। ହଁ, ଗଣିପାରେ, ହଁ କହିପାରେ, ଧାର୍ମିକର ମରଣ ଯେ ପ୍ରକାର ମୁଁ ମରେ, ମୋର ଶେଷ ଅବସ୍ଥା ତାହାର କେମିତି ମରବି ବলছি ବିଲିୟମ ଭବିଷ୍ୟତ ଧାର୍ମିକର ମରଣ। ଧାର୍ମିକ ଲୋକ ଯେମିତି ମରବ ସେମିତି ମୋର ମରଣ ହଉ, ମୋର ଶେଷ ଅବସ୍ଥା ସେତିକି ହଉ। କାଳେ ମୁଁ ବିପଦଗାମୀ ଯେତିକି ନହେବି ପ୍ରଭୁ, ମୋର ମରଣ ଧାର୍ମିକର ମରଣ। ମୁଁ ଆପଣମାନଙ୍କୁ ଗୋଟେ ବିଷୟ କହିବା ପାଇଁ ଚାହେଁ। ଆଜି ଆମ ଜୀବନରେ ଏମିତି କଣ ଲୋକ ଅଛି, ଦେଖନ୍ତୁ ମରଣ ତ କେତେବେଳେ ଆସି ପହଞ୍ଚିଯିବ ତାର ଗ୍ୟାରେଣ୍ଟି କିଛି, ମାତ୍ର ଏ ମରଣ କେମିତି ମରଣ ହେବା ଦରକାର? ଧାର୍ମିକର ମରଣ। ଧାର୍ମିକ ଲୋକମାନଙ୍କର ମରଣ କେମିତି ଥିବ? ପାପୀ ଲୋକମାନଙ୍କର ମରଣ କେମିତି ଥିବ? ଯେମିତି ଉପଦେଶ କରି ସଲୋମନ ଲେଖୁଛନ୍ତି, ନାଇଁ କି? କଣ ଲେଖୁଛନ୍ତି? 3 ଅଧ୍ୟାୟ ଟିକେ ଉପଦେଶକ କାଢନ୍ତୁ। ହଁ, 3 ଅଧ୍ୟାୟ, ଗୋଟେ ମିନିଟ। ହଁ, ତାର 16 ପଦରୁ ପଢ। ମୁଁ ସୂର୍ଯ୍ୟ ତଳେ ବିଚାର ସ୍ଥାନରେ ଦେଖିଲି, ସେଠାରେ କଣ ଅଛି? ଦୁଷ୍ଟତା ଅଛି। ମୁଁ ପୁଣି ଧର୍ମସ୍ଥାନରେ ଦେଖିଲି, କୋଉଠି ଧର୍ମସ୍ଥାନରେ ମଧ୍ୟ କଣ ଅଛି? ଦୁଷ୍ଟତା ଅଛି। ପୃଥିବୀରେ ଦେଖିଲା ବେଳକୁ ଦୁଷ୍ଟତା, ଧର୍ମ ସ୍ଥାନରେ ମଧ୍ୟ ଦେଖିଲା ବେଳକୁ ଦୁଷ୍ଟତା। ଆହୁରି ମୁଁ ସୂର୍ଯ୍ୟ ତଳେ ବିଚାର ସ୍ଥାନରେ ଦେଖିଲି, ସେଠାରେ ମଧ୍ୟ କଣ ଅଛି? ଦୁଷ୍ଟତା ଅଛି। ପୁଣି ଧର୍ମ ସ୍ଥାନରେ ଦେଖିଲି, ସେଠାରେ ମଧ୍ୟ ଦୁଷ୍ଟତା ଅଛି। ମୁଁ ମନେ ମନେ କହିଲି, ପରମେଶ୍ୱର ଧାର୍ମିକ, ଦୁଷ୍ଟର ବିଚାର କରିବେ। ପ୍ରତ୍ୟେକ ମନୋରଥ, ପ୍ରତ୍ୟେକ କାର୍ଯ୍ୟ ପାଇଁ କଣ ଅଛି? ଦେଖନ୍ତୁ, ମନର ଇଚ୍ଛା ପ୍ରକାଶ କରିବା ପାଇଁ, ପୂର୍ଣ୍ଣ କରିବା ପାଇଁ ମଧ୍ୟ ସମୟ ଅଛି। ପରମେଶ୍ୱରଙ୍କର ପ୍ରତ୍ୟେକ କାର୍ଯ୍ୟ ନିମନ୍ତେ ଆରାଧନା କରିବା ପାଇଁ ମଧ୍ୟ ସମୟ ଅଛି। କାହିଁକି ବାଇବଲ ପ୍ରମାଣ ଦେଉଛି, ଏଠି କଣ ଦେଉଛି କି ଧାର୍ମିକ ସ୍ଥାନରେ ମଧ୍ୟ ଦୁଷ୍ଟତା ଅଛି। ଦୁଷ୍ଟ ଜାଗାରେ ତ ଦୁଷ୍ଟତା ପରିପୂର୍ଣ୍ଣ ଅବସ୍ଥା ରହିଛି, ମାତ୍ର ଧର୍ମ ଧାମରେ ମଧ୍ୟ ଦୁଷ୍ଟତା ଅଛି। କଣ ପାଇଁ ଲେଖୁଛନ୍ତି ସଲୋମନ ମହାରାଜା? ଯେ ଜ୍ଞାନୀ ସଲୋମନ ବୋଲୁଛନ୍ତି, ଯାହାର ଜ୍ଞାନ ପୃଥିବୀରେ ତାପରେ ଜ୍ଞାନୀ କିଏ ନଥିଲା, ସେ ଜ୍ଞାନୀ ସଲୋମନ ଏଟା ଲେଖୁଛନ୍ତି ଉପଦେଶକ ପୁସ୍ତକ। ଯେତେବେଳେ ଉପଦେଶକ ପୁସ୍ତକ ଜ୍ଞାନୀ ସଲୋମନ ଲେଖୁଛନ୍ତି, ଅନେକ ବିଦ୍ୱାନ ଲୋକମାନେ, ବାଇବଲର ପ୍ରଫେସର ମାନେ, ବାଇବଲର ତତ୍ତ୍ୱଜ୍ଞାନୀ ମାନେ କହୁଛନ୍ତି ତାର ଅନୁତାପ, ଅର୍ଥାତ୍ ଯେତେ ପାପ କଲାର ଅନୁତାପର ପୁସ୍ତକ ଉପଦେଶ ପୁସ୍ତକ। ସେଥିପାଇଁ ସୂର୍ଯ୍ୟ ତଳେ କୌଣସି ବିଷୟ ଭଲ ନାହିଁ।
ରହିଛି। ମୁଁ ସେଥିପାଇଁ ଆପଣମାନଙ୍କୁ ଖବର ପାଇଁ କହିବା ପାଇଁ ଚାହେଁ ସେ ଜ୍ଞାନୀ ସୁନାମୀ ତା ତଳେ ଆଉ ଟିକେ ପଢ଼। ମୁଁ ମନେ ମନେ କହିଲି ପରମେଶ୍ୱର ଯେପରି ହଁ ପରୀକ୍ଷା କରିବେ ହଁ 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 ଦେଖ ଏଇଠି ଲେଖାରେ ମନୁଷ୍ୟକୁ କଣ କହୁଛନ୍ତି ଜ୍ଞାନୀ ସୁନାମୀ ଲେଖୁଛନ୍ତି ଯେ ପରମେଶ୍ୱର ପରୀକ୍ଷା କରିବେ ଆଉ ମନୁଷ୍ୟ ମାନେ ଜାଣିପାରିବେ ଯେ ନିଜେ ନିଜେ କେମିତି ଲୋକ ଭାଇ ମାନେ କେମିତି ଲୋକ ବୋଲି ପଡିଲେ ପଶୁ ତୁଲ୍ୟ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେଉଁ ମନୁଷ୍ୟ ପରମେଶ୍ୱରଙ୍କର ସମୟକୁ ଜାଣି ପରମେଶ୍ୱରଙ୍କର ନିୟମକୁ ଜାଣି ପରମେଶ୍ୱରଙ୍କର ଆରାଧନା ଜାଣି ଯେଉଁ ଆରାଧନା କରୁନାହିଁ ସେ ମନୁଷ୍ୟ ପଶୁ। ସେଥିପାଇଁ ସେ ଧାର୍ମିକ ବ୍ୟକ୍ତି ଯେ କି ବିଲିୟମ ଭବିଷ୍ୟତ ବକ୍ତା ଲେଖୁଛନ୍ତି ମୋର ମରଣ ଧାର୍ମିକର ମରଣ ମୋର ଶେଷ ମରଣ ମୁଁ ଯଦି ଧାର୍ମିକର ମରଣ ଯେତିକି ମରିପାରିବି ମତେ ସେ ପ୍ରକାର ସୁଯୋଗ ଏ ଧାର୍ମିକ ଦେଖନ୍ତୁ ଧାର୍ମିକ ମାନେ କେମିତି ମରଣ ମରନ୍ତି ଏ ଧାର୍ମିକ ମାନେ କେମିତି ଜୀବନ ଯାପନ କରନ୍ତି ବାଇବଲ ପ୍ରାଞ୍ଜଳ ଭାବରେ ପ୍ରକାଶ କରୁଛି ବାଇବଲ ଏମିତି ପ୍ରକାଶ କରୁଛି ଯେ ଧର୍ମ ଜୀବନ କି ପ୍ରକାର ଯାପନ କରିପାରିବେ ସେଥିପାଇଁ ଲେଖରେ ପ୍ରକାଶିତ ବାକ୍ୟ ତାର 3:11 ଲେଖରେ କଣ ମତେ ଦେଖନ୍ତୁ ସେଟା ଦେଖ ଆମେ ଶୀଘ୍ର ଆସୁଅଛୁ ତୁମର ମୁକୁଟକୁ ଯେପରି କେହି ହରଣ କରି ନ ନିଏ ଏଥି ନିମନ୍ତେ ତୁମର ଯାହା ଅଛି ତାହା ଦୃଢ଼ ରୂପେ କଣ କର ଧରି ରଖ। ହେଲେ ଏବେ ଚିନ୍ତା କରବା ଯେ ଆମ ଜଣଙ୍କ ପାଖରେ ପୁଅ ହଉ ଝିଅ ହଉ କି ଯେତେ ମା ବାପା ହୁଅନ୍ତୁ ଯେ ବି ଚାହନ୍ତୁ କାହିଁକି ଆମ ଠାରେ କଣ ଅଛି ଆମ ପାଖରେ କଣ ଅଛି ଆମେ ତାକୁ କଣ କରିବା ଅଛି ଧରିକି ରଖବା ପାଇଁ ଏଠି ଲେଖା ଅଛି ଦେଖ ଆମେ କଣ କରୁଛୁ ଶୀଘ୍ର ଆସୁଅଛୁ ତୁମର ମୁକୁଟ ଯେପରି କିଏ ହରଣ କରି ନ ନେବ ଏଥିପାଇଁ ତୁମ ଠାରେ ଯାହା ଅଛି ତାହା କଣ କର ଦୃଢ଼ ରୂପେ ଧରିବ। ମୁଁ ଆପଣମାନଙ୍କୁ କଣ ରୂପା ଦିନ ମଧ୍ୟ କହୁଥିଲି कि प्रभु कहा को गीत गाइबा पे देछथि प्रभु कहा को आराधना करबा पे देछथि कहा को परभाषा करबा पे देछथि कहा को वाक्य प्रचार करबा पे देछथि कहा को प्रार्थना करबा पे देछथि एने के हमो ठारे चाहो छी ताको के व्यवहार करू छी कि हमर पाखरे गोटे एंटी आसी जाउची गर्व आसी जाउची जति लुसिफर पाखरे गर्व आसी गला स्वर्ग मध्य आकाश नहीं पृथ्वी पर्यंत जिते सब पृथ्वी थिला मध्य आकाश थिला समस्त अधिकारी लुसिफर थे से निज को गर्व अनुभव कला कहला किस बोलिकरी मु एथि जैत अछि मु टिके देखबी परमेश्वर को तारा मंडल पर्यंत उठी दे मस्जिद टिके सिंहासन स्थापन करे देखि कोन परमेश्वर ताको पतन कर दे ओ काय करे तार पाखरे जहा अछि ताहा को व्यवहार करबा दिला मत से चिंता कला और टिके परमेश्वर को तक मत व्यवहार कर मु आपन मन को करा पाइताय आज प्रभात रे उठी प्रभु समस्त वस्त्र बाइबल देछथि के बाइबल पढि आज प्रभात रे उठी केते लोक में प्रार्थना करै छी आज पांच दिन के केते लोक आंठ मांगी छी केते लोक में प्रार्थना करै छी मुकुट केते हरो आज हम समस्त एक प्रकार परिस्थिति आसी गयो जे किछि बाधा नै प्रभु तुम मोर संग साथी गयो मु झूठा कोले बदे तू मानि छी इति कोन के प्रकाशित वाक्य फिलाडेल्फिया मंडली लेखुछथि साधारण मंडली ये सातटा मंडली धारे प्रकाशित वाक्य रे सातटा मंडली जेतकी लेखा हिची एफिसियस सुरना परगमन थियोतिरा सार्दी लाउदिकिया फिलाडेल्फिया लाउदिकिया ये सातटा मंडली को लेखुछथि
लिखा समय ए फिलाडेल्फिया मंडली की पवित्र मंडली सातटा ठारू सबुठारू अधिक पवित्र मंडली फिलाडेल्फिया मंडली से मंडली लोक मान को कहउछथि तुम था देखो हमें शीघ्र आसुछु तुमर मुकुट जेपरि के हरण करि न लेबो सेति भाई तुम ठारे जा अछि ता दूर रूपे थरो जेति अछि बाइबल दिया जाय पाठ पढो गोटे अध्याय गोटे वाक्य पढि विचार प्रभु समय देछथि आंतरिक प्रार्थना के एति लोक अछु जे हमर मुकुट हरण होछि हम जानि पा आम ठारे जाहा अछि देखंतु 25 अध्याय मात्र लेखा अछि कोन लेखा अछि गोटे कहानी को दर्शक ने सरला तापर आउर गोटे कहानी आइला तोड़ा विषय तीन जन को केते कोन करे तोड़ा दे नहीं कि जन को 5 तोड़ा जन को 2 तोड़ा आउ जन को गोटे से गोटे तोड़ा देला लोक प्रभु कोन कहउछथि 30 पद लिखि पढो 30 पद आउ तुम्हें माने ही कर्मणीय दास को बाहर और अंधकार रे कोन करो पकाई दियो सेठारे कोन हो बोले खाची रदन और दंतर हिरिबिरी अकर्मणीय दास प्रभु जने जने को कर्म देइछथि जदि सेई कर्म जदि हमें कर्म करबा नाय तेरे से लोग को कौन करा जीवो अकामी के लोग को अकामी बोलबे जानो पैरालाइज हो जाइतो नै कि हाथ गोड़ किछि छालु न अकर्मणीय लोक हो से प्रभु हमन को अकर्मणीय पर्यंत करि ना कि काई करना कि हमें तकर आराधना करबा पाई तकर प्रार्थना करबा पाई तकर बाइबल पढ़बा पाई तकर निकट आंठु करबा पाई ए पर्यंत प्रभु हमन को अकर्मणीय करि एते कुछ ये को दास को कोन करछथि कि कोनी ये एक तोड़ा देथिबा दास से निजर टंका को लुचाई के रखला प्रभु देथिबाटा को लुचाइला तार ऊपर पद टिके पड़े तो 2 पद ऊपर पड़े 28 पद ऊपर अतएव एहा थारो एही तोड़ा घिनी जाए एहा थारो एही तोड़ा घिनी जाए जहार 200 तोड़ा अछि ताको दियो कारण जे कौन से लोकर अछि ताहा पिया दियो आ ताहार प्रचुर दियो किंतु जहार नाही ताहा पकरे जहा अछि ताहा मध्य ताहा ही ताहा थारो नेहा दियो ताहा मध्य ताहा कोन करा दियो नेहा दियो देखो तो प्रभु देई बात तो नहीं दिबे आ हमर जीवन में चाह कोन होइतो ताको मध्य प्रभु सेति माई सब नेला पर ताको कहले ए कर्मणीय दास को कोन करो हाथ করে বাঁধি করে অন্ধকার দন্তর কিরিমিরি অগ্নি কুণ্ডরে নিচে পকাই দিও কাই কই তা থাও কিছু নাই প্রভু দেই বাট দেলে तोड़ा देइतिबाटा एक टंका नहीं गले आ ता मध्ये जेतकी थिला सेता मध्ये छोड़ाई गले आज जति मु आपण मन को कहबा पाई चाहे प्रभु आज आपण मन को समस्त को आराधना करबा पाई प्रार्थना करबा पाई गीत गाइबा पाई बाइबल पढ़बा पाई आ कोन करबा पाई समस्त कर्म करबा पाई प्रभु सुजोग देछथि वरदान देछथि परभाषा करबा पाई भविष्यवाणी करबा पाई समस्त को देछथि जदि ताको आपण जदि व्यवहार करबा नै सेटा मध्य हम छड़ाई देवे आम ठार प्रत्येक विश्वास को मध्य प्रभु छड़ाई करी और जा खोजे ताको सेटिमाई बाइबल प्रकाशित वाक्य लेखले फिलाडेल्फिया मंडली लिखुछंती हम देखो हमें शीघ्र आसुछु तुमर मुकुट जेपरि के हरण करि न देबो सेटिमाई तुम ठारे जाहा अछि ता दूर रूपे धरि रखो हमें आराधना आसुथिबु प्रार्थना करथिबु सत्कता मात्र हमें परमेश्वर देइथिबा वरदान को व्यवहार करूथिबि परमेश्वर देइथिबा आशीर्वाद को उपयोगी भाव में ग्रहण करूछि नै परमेश्वर हमन को पाठ पढ़वा पाई ज्ञान देले बुद्धि देले सब किछ देले हमें बाइबल पढ़िछि कि नै परमेश्वर स्वर देले गीत गाउछि कि नै परमेश्वर प्रार्थना करबा पाई अंत करबा पाई शक्ति देले अंत भांगुछु कि नै प्रार्थना करूछि कि नै आ परमेश्वर परभाषा करबा पाई शक्ति देले हमें ताहा करूछि कि नै परमेश्वर कोन करे भविष्यवाणी करबा पाई
ବରଦାନ ଦେଲେ ଆମେ ଭବିଷ୍ୟତବାଣୀ କରୁଛୁ କି ନା ନିଜକୁ ଟିକେ ପରୀକ୍ଷା କରିଦେବ। ଏଇ ଦେଖୁଛି ତାଠାରେ ଯାହା ଥିଲା ତାହା ମଧ୍ୟ ଦିଆ ଆରାଧନା ଆସି ପ୍ରାର୍ଥନାରେ ବସି ଯାଉଛୁ ସେଟା ବଡ଼ ବିଷୟ ନୁହେଁ। 22 ଅଧ୍ୟାୟ ମାତ୍ୟ ପୁସ୍ତକ ଲେଖା ଅଛି ଗୋଟେ ବାକ୍ୟରେ ଆପଣମାନେ ସେଠି ପଢ଼ିବେ ଗୋଟେ ବିବାହ ଭୋଜ ବିଷୟ ଲେଖା ଅଛି। ବିବାହ ଭୋଜ ତାର ଉପରେ ଲେଖା ହେଇଛି ବିବାହ ଭୋଜ ବୋଲିକି ନାଇଁ କି ଗୋଟେ ହେଡିଂ ଦିଆଯାଇଛି। ସେଠି କ'ଣ ଲେଖା ହଉଛି ଜାଣିଛନ୍ତି? କ'ଣ କହିଲେ ତାର ଶେଷ ପଦ ଟିକେ ଦେଖନ୍ତୁ ତାର ସେ ବିବାହ ଭୋଜ ହଁ ହଁ ନାଇଁ ତାର ଉପରେ ପଡେ ତାର ଉପରେ ନାଇଁ ଆମର ସେ ବିବାହ ଭୋଜର ଶେଷ ହେଡିଂ ହଁ ହଁ ତାର ଉପର ପଦରୁ ପଡେ ଉପରେ ହଁ ନାଇଁ ତାର ଆରି ଉପର ପଦରୁ ହଁ ଏଇଠି କହିଲେ କ'ଣ ହେ ବନ୍ଧୁ ତୁମେ ବିବାହ ବସ୍ତ୍ର ପରିଧାନ ନ କରି କିପରି ତୁମେ ମାନେ ଏ ସ୍ଥାନକୁ ଆସିଲ? ସେ କିଛି ଉତ୍ତର ଦେଇ ପାରିଲା। এটা কোটি আসছে কে ডাকিছি? রাজা ডাকিଛନ୍ତି। বিবাহର ସମସ୍ତଙ୍କୁ ନିମନ୍ତ୍ରଣ କଲେ। ଯୋଗ୍ୟ ଲୋକମାନେ ଆଇବାରୁ ଗଣି ଗଣି ସବୁକୁ ଡାକିଲେ। ସେ ଲେଖା ଅଛି ଜ୍ଞାନୀକୁ ଡାକିଲେ, ବୁଦ୍ଧିମାନକୁ ଡାକିଲେ, ଆଉ ଧନୀକୁ ଡାକିଲେ, ଦରିଦ୍ରକୁ ଡାକିଲେ, ସବୁକୁ ଡାକିଲେ। ଡାକିଲା ବେଳକୁ ସମସ୍ତେ ଆଇଲା ବେଳେ ଏଠି ଜଣେ ଆଉ ବିନା ବସ୍ତ୍ର ପିନ୍ଧି ବିବାହର ବିନା ବସ୍ତ୍ର ପିନ୍ଧି କରି ଆସିଥିବା ଲୋକ ମତେ ଜଣେ ଅଛି। ତାକୁ କହେ କ'ଣ ବୋଲି କହିଲେ ପଡ଼େ ହେ ବନ୍ଧୁ ତୁମେ ବିବାହ ବସ୍ତ୍ର ପରିଧାନ ନ କରି କିପରି ତୁମେ ଏ ସ୍ଥାନକୁ ଆସିଲ? କିଏ ତୁମକୁ ପରମିଶନ ଡାକିଛନ୍ତି? ସତ୍ୟତା ଆରାଧନା କରିବା ପାଇଁ ସମସ୍ତଙ୍କ ପାଇଁ ତ ସୁଯୋଗ ଅଛି, ମାତ୍ର ଆରାଧନା କଲା ବେଳେ କିଏ ପ୍ରକୃତ ବସ୍ତ୍ର ପିନ୍ଧିଛି କି ସେଟା ମଧ୍ୟ ଦେଖିବା ପାଇଁ ଗୋଟେ ପ୍ରଭୁ ଗୋଟେ ନିୟମ ମଧ୍ୟ ଦେଇଛନ୍ତି। ଏ ବସ୍ତ୍ର କ'ଣ? এই দেখুଛୁ ବିବାହ ଭୋଜନରେ ସମସ୍ତଙ୍କୁ ନିମନ୍ତ୍ରଣ କରାଗଲା। ବାକ୍ୟ ଲେଖା ଅଛି ଆପଣ ସମସ୍ତେ ଜାଣିଛନ୍ତି ଲୋକ ଜଣେ ବିବାହ କରିଥିଲା ଆଉ ଗୋଟେ ଲୁକରି ଗୀତ ସୁଷମାଚାର ଲେଖା ଅଛି ମାର୍କରି ଗୀତ ସୁଷମାଚାର ଜଣେ ଜଣେ କ'ଣ କଲା ବିବାହ କଲା ବେଳକୁ ନୂଆ ହଳ ଗୋଟେ ଆଣିଛି ବଳଦ ମାନେ ଆଣିଛି ଟିକେ ଟେଷ୍ଟ କରିବାକୁ ଦେବି। ଆଉ ଜଣେ କହିଲା ମୁଁ ବିବାହ ଯିବି ମୋ ସ୍ତ୍ରୀ ସହିତ ସେମାନେ ଆଉ କହିଲା ମୁଁ କ'ଣ ବେପାର କରିବା ଅଛି ସବୁ ଲୋକ କହିଲେ। ଶେଷରେ କ'ଣ ଗାଁର ଖଞ୍ଜ ଛଟା ସମସ୍ତଙ୍କୁ ନିମନ୍ତ୍ରଣ କରାଗଲା। ତାର ଅର୍ଥ କ'ଣ? ଏମାନଙ୍କୁ ବସ୍ତ୍ର ଦେଇଥିଲେ ସେମାନେ କହିଲେ ଆମେ ବସ୍ତ୍ର ପିନ୍ଧିକରି ସେଠି ଆସିପାରିବୁ ନାହିଁ ବଡ଼ ଲୋକମାନେ କହିଲେ। ମାତ୍ର ଏଠି ଦେଖୁଛୁ ଖଞ୍ଜ ଛଟା ଏମାନଙ୍କୁ ମଧ୍ୟ ବସ୍ତ୍ର ଦିଆଗଲା। ସେ ବସ୍ତ୍ର ଦେବା ସାଙ୍ଗେ ସାଙ୍ଗେ ଆଉ ଜଣେ ଲୋକ ସେଠି ବିନା ବସ୍ତ୍ର ପିନ୍ଧି ଆସିଛନ୍ତି। ଆରାଧନା କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି। ସମସ୍ତେ ଆରାଧନା କରିପାରିବେ, ମାତ୍ର ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପରମେଶ୍ୱରଙ୍କର ଆରାଧନା କରିବା ପାଇଁ ଆମ ପାଖରେ ଧାର୍ମିକତା ରୂପ ବସ୍ତ୍ର ଅଛି। ପ୍ରଭୁ ଆମେ ଆରାଧନା କରିବା ସମସ୍ତଙ୍କୁ ଦେଖୁଛନ୍ତି, ନିରୀକ୍ଷଣ କରୁଛନ୍ତି। ସେ ଆମମାନଙ୍କୁ ଦେଖୁଛନ୍ତି ଆମେ କି ପ୍ରକାର ଆରାଧନା କରୁଛୁ। ସେଥିପାଇଁ ତାଙ୍କର ବାକ୍ୟ ଲେଖା ଅଛି ଆମେ ପବିତ୍ର ତୁମେ ମାନେ ମଧ୍ୟ ପବିତ୍ର, ଆମେ ଧାର୍ମିକ ତୁମେ ମାନେ ମଧ୍ୟ ଧର୍ମ ଜୀବନ ଯାପନ କର। ପ୍ରକାଶିତ ବାକ୍ୟ ଟିକେ ବାହାର କରନ୍ତୁ। ପ୍ରକାଶିତ ବାକ୍ୟ ତାର 22 ଅଧ୍ୟାୟ ଗୋଟେ ପଦ ବାହାର କର। ସେ 11 ପଦରୁ ପାଠ କର। 11 ପଦରୁ ଦେଖନ୍ତୁ ଯେ ଅଧର୍ମାଚାରୀ କେମିତି କରିବ ଲେଖା ହେଇଛି। କାହାକୁ କୁହାଗଲା? ବାଇବଲରେ ଲେଖା ହେଇଛି ଯେ ଅଧର୍ମାଚାରୀ ପୁଣି ଆହୁରି ସେ ଅଧିକ ଅଧର୍ମ ଆଚରଣ କରୁ, ଯେ ଅଶୁଚି ଆହୁରି ଅଶୁଚି ହଉ, ମାତ୍ର ଯେ ପୁଣି ଯେ ଧାର୍ମିକ ସେ ଆହୁରି ଅଧିକ ଧର୍ମ ଆଚରଣ। ଏଠିକୁ ଅଧର୍ମାଚାରୀ ଅଧିକ ଧର୍ମ ଆଚରଣ କରୁ, ଧାର୍ମିକ ଆହୁରି ଅଧିକ ଧର୍ମ ଆଚରଣ ଓ ଲାଗୁ।
ଗୋଟେ ପଦ ଆକା ଓ ବୋଲ। ମାତ୍ର ଯେ ପବିତ୍ର जे पवित्र ହଁ से आहुरी पवित्र है ଆହୁରି ପବିତ୍ର ହଉ। ଦେଖନ୍ତୁ ଲେଖା ଅଛି ବାଇବଲରେ ଅଧାର୍ମିକ ବିଷୟ ମେନସନ କରିବା ଉଚିତ ନଥିଲା, ମାତ୍ର ପ୍ରଭୁ ମେନସନ କଲେ ଆତ୍ମାଙ୍କ ଦ୍ୱାରା। କାହିଁକି କଲେ? ତାର ଅର୍ଥ ମଣ୍ଡଳୀରେ ମଧ୍ୟ ଅଧାର୍ମିକ ରାଜ୍ୟ କରୁଛି। ସେଥିପାଇଁ ସେ ଲେଖିଲେ, ଉପଦେଶକ ସଲମନ ମହାରାଜା ଲେଖିଲେ, ମୁଁ ଧର୍ମ କର୍ମ କରବାଟି ମଧ୍ୟ ଦେଖିଲି, ସେଠି ମଧ୍ୟ ଦୁଷ୍ଟତା, ଜଗତରେ ଦୁଷ୍ଟତା ଅଛି, ଦୁଷ୍ଟ ଜାଗାରେ ଦୁଷ୍ଟତା ଅଛି, ମାତ୍ର ମଣ୍ଡଳୀରେ ମଧ୍ୟ ଧର୍ମ ଧାମରେ ମଧ୍ୟ ଦୁଷ୍ଟତା ଅଛି। ସେଥିପାଇଁ ମଣ୍ଡଳୀକୁ ମାପା ପାଇଁ କଲେ 11 ଅଧ୍ୟାୟ ପ୍ରକାଶିତ ବାକ୍ୟ 11 ଅଧ୍ୟାୟ ତାର ଏକ ପଦ ପରେ मते पदिका परि गटिए नळ दो ନଳ ଦତ ହେଲା। जणे मते कहिले ଆଉ ସେ ମତେ କହିଲେ ଉଠ। ईश्वरଙ୍କ मंदिर କଣ मंदिर ସମସ୍ତେ କଣ କଣ? ଈଶ୍ୱରଙ୍କ ମନ୍ଦିର ବେଦୀ, और जो माने सेतिरे पूजा करंती ଯେଉଁମାନେ ସେଥିରେ ପୂଜା କରନ୍ତି सेमानंकु माप ସେମାନଙ୍କୁ ଏଠି କାହାକୁ ଛଡ଼ା ଯାଇନାହିଁ। ବେଦୀ କିଏ? ପାଷ୍ଟର ମାନେ। ହଁ ମନ୍ଦିର କିଏ? ମନ୍ଦିର। ଆଉ ପୂଜା କରିବା ଲୋକ କିଏ? ଆମେ ସମସ୍ତେ। କାହାକୁ ଛାଡ଼ିଲେ? ତାର ଅର୍ଥ ଫର୍ଜରୀ ପାଷ୍ଟର ମାନେ ମିଶା ଅଛନ୍ତି, ବାଧ୍ୟତା। ସେଟା ପାଇଁ ବେଦୀକୁ ମିଶା ମାପ ପାଇଁ କୁହାଗଲା। ଅଧର୍ମ କର୍ମ କରି କରି ଆସିକି ପ୍ରଚାର କରିବେ, ସେ ପାଷ୍ଟର ମାନଙ୍କୁ ମିଶା ମାପ, ସେମାନଙ୍କର ମଧ୍ୟ କେତେ ଶକ୍ତି ଅଛି ଦେଖିବାରେ। ଆଉ କାହାକୁ ମାପ? ମନ୍ଦିରକୁ ମଧ୍ୟ ମାପ। ଆଉ କାହାକୁ ମାପ? ପୂଜା କରୁଥିବା ଲୋକମାନଙ୍କୁ ମାପ। ସେଥିପାଇଁ ବାଇବଲ ଲେଖା ହେଲା କି ଧର୍ମ ଧାମରେ ମଧ୍ୟ ଦୁଷ୍ଟତା ଅଛି। ଯେ ପବିତ୍ର ବାଇବଲ ପ୍ରଚାର କରୁଛି ତା ଜୀବନରେ ମଧ୍ୟ ଅପବିତ୍ରତା ଅଛି। ଯେ ପୂଜା ପର୍ବ ଆରାଧନା କରୁଛି ତା ମଧ୍ୟରେ ମିଶା ଆରାଧନା ଅପବିତ୍ରତା ଅଛି। ସେଥିପାଇଁ ପ୍ରଭୁ କହୁଛନ୍ତି ମାତ୍ର ଯେ ଧାର୍ମିକ ସେ ଆହୁରି ଅଧିକ ଧର୍ମ ଆଚରଣ କରୁ, ଯେ ପବିତ୍ର ସେ ଆହୁରି ଅଧିକ ପବିତ୍ର ହେଉ। ସେଥିପାଇଁ ବାଇବଲ ପ୍ରମାଣ ଦେଲେ ପ୍ରିୟମାନେ, ପ୍ରକାଶ ବାକ୍ୟ ଲେଖା ଅଛି, ଲେଖା ହେଲା କଣ ବୋଲିକରି ଏ ଗଣନା ପୁସ୍ତକରେ ଲେଖୁଛନ୍ତି, ମୋର ଶେଷ ଅବସ୍ଥା ମୁଁ ଧାର୍ମିକ ପରି ଯେ ପ୍ରକାର ମରିବି, ମୁଁ ଏଇ ଗୋଟେ ବିଷୟ ତୁମଠାରେ ଆଶା କରୁଛି। କଣ ଲେଖିଲେ? जाकोबର ଧୂଳି ହଁ କିଏ ଗଣି ପାରେ କିଏ ଗଣିପାରେ? ଇସ୍ରାଏଲର ଚତୁର୍ଥାଂଶ ଇସ୍ରାଏଲର ଚତୁର୍ଥାଂଶ ସଂଖ୍ୟା କିଏ କହିପାରେ କହିପାରେ? ଧାର୍ମିକର ମରଣ ମୁଁ ମୁଁ ଧାର୍ମିକର ମରଣ ଯେ ପ୍ରକାର ମୁଁ ମରେ, ମୋର ଶେଷ ଅବସ୍ଥା ତାହାର ତୁଲ୍ୟ ହେଉ ମୋର ଶେଷ ଅବସ୍ଥା ତାହାର ତୁଲ୍ୟ ହଉ। ଧାର୍ମିକ ମଲା ପରେ ମୁଁ ମରିବି ପ୍ରଭୁ। ବିଲିୟମ ଲେଖୁଛି, ମୁଁ ଗତ ରବିବାର ଦିନ କହୁଥିଲି ଯାକୁବର ଧୂଳିକୁ କିଏ କରିପାରିବ? ଇସ୍ରାଏଲର ଚତୁର୍ଥାଂଶକୁ କିଏ କରିପାରିବ? ଆମେ ଦେଖୁ ଯାକୁବର ଧୂଳି କେତେ ବଢିଗଲା। ଦେଖୁଛୁ 70ଟା ଧୂଳି ଗଲା, କୋଟି ଗଲା, ମିଶର ଦେଶରେ ଗଲା। ଫେରି ଆଇଲା ବେଳକୁ ପୁରୁଷ ସଂଖ୍ୟା 6 ଲକ୍ଷ ହେଇଗଲା। ପ୍ରଭୁ କହିଲେ ଅବ୍ରାହମକୁ କହିଲେ ତାର 15 ଅଧ୍ୟାୟ 16 ପଦରେ ଆମେ ପଢିଲୁ କଣ କହିଲେ, ତୋର ଚତୁର୍ଥ ପୁରୁଷ এই ଦେଶରେ ରାଜ୍ୟ କରିବ। ଅର୍ଥାତ୍ ତାହାର ଚତୁର୍ଥ ସଂଖ୍ୟା କିଏ କହିପାରିଲେ ନାହିଁ। ପୁରୁଷ ସଂଖ୍ୟା ତ କହିଲେ ତାଙ୍କ ସ୍ତ୍ରୀ ମାନଙ୍କର ସଂଖ୍ୟା, ତାଙ୍କ ପୁଅ ଝିଅ ମାନଙ୍କର ସଂଖ୍ୟା କିଏ ଗଣିପାରିବ? ସେଥିପାଇଁ ଯାକୋବର ଧୂଳିକୁ କିଏ ଗଣିପାରିବ? ଆଉ ଇସ୍ରାଏଲର ଚତୁର୍ଥାଂଶକୁ କିଏ କହିପାରିବ? ମୁଁ ଯେ ପ୍ରକାର ଧାର୍ମିକର ମରଣ ମରିବି, ମୋର ଶେଷ ଦଶା ସେଇ ପ୍ରକାର ହଉ। ଦେଖୁଛନ୍ତି ଆମମାନେ ମଧ୍ୟ ଧର୍ମ ଜୀବନ ଯାପନ କରି ମରବା, ଏମିତି ମରବା ନାହିଁ। এই প্রকার হেলা জীবনে মদ পিউଥିବା, সুতা খাଉଥିବା, ବିଡ଼ି ଖାଉଥିବା, ପାନ ଖାଉଥିବା, ସିଗାରେଟ ଖାଉଥିବା, ଆଉ ଏମିତି ମରଣ ମରନ୍ତୁ ନାହିଁ। ପ୍ରିୟ ବନ୍ଧୁ, ଆପଣଙ୍କୁ ମରବାର ଅଛି ବୋଲେ ପବିତ୍ରତାର ସହିତ ମରନ୍ତୁ, କିଛି ବାଦ ନାହିଁ। ଆମେ ଅଳ୍ପ ଏ 60, 70, 80, 100 ବର୍ଷ ଜୀବନ ପାଇଁ କଷ୍ଟ କରୁଛୁ, ଅନେକ ଉପାର୍ଜନ କରୁଛୁ। ସେଥିପାଇଁ ଯାକୋବ ଲେଖିଲା, କଣ ଲେଖିଲା? 5 ଅଧ୍ୟାୟ ଟିକେ କାରଣ ଯାକୋବ 5 ଅଧ୍ୟାୟ ବହୁତ ସୁନ୍ଦର ବାକ୍ୟ ଲେଖିଲା। ତାର 2 ପଦରୁ ପଢିବ। ଯାକୋବ 5 ଅଧ୍ୟାୟ 2 ପଦରୁ ପଢିବ। ମାନଙ୍କର ସମ୍ପତ୍ତି କଣ ବୋଲେ, ଆମେ ଯେତେ ଉପାର୍ଜନ କରିଛୁ সেই উপার্জন ମୁଁ କହୁନାହିଁ ସମ୍ପତ୍ତି ଧନ ସମ୍ପତ୍ତି ବିରୁଦ୍ଧରେ, ସୁନା ମାନର ବିରୁଦ୍ଧରେ। ମୁଁ ଆପଣମାନଙ୍କୁ ମତେ ଦରକାର, ଆପଣମାନଙ୍କୁ ଦରକାର
समस्त जगत में बचवा पाए सब किसी दरकार मात्र ताहा प्राप्त करबा संगे संगे हमर आत्मा की प्रकार होइबो सेटा सहित যত্ন करा दिबो सेटा होची मूल्यवान हमको हमर आत्मा बोलतिबो आमे कोटी कोटी टंका दिले मते धन्यवाद कर देबा दरकार इटी हम लिखुछ प्रिय माने कोन बोले कुछ जाकु बोले कुछ 5 अध्याय 2 पदरे ତୁମମାନଙ୍କର ସମ୍ପତ୍ତି तुम मानकर संपत्ति କ୍ଷୟ ପାଇଲାଣି कौन है रानी କ୍ଷୟ ପାଇଲାଣି ତୁମମାନଙ୍କର ବସ୍ତ୍ର तुम मानकर वस्त्र ପୋକ ଖାଇଲାଣି पोको खाइलानी ପୁଣି पुणे ତୁମମାନଙ୍କର ସୁନା तुम मानकर सुना ଓ ରୂପାରେ କଳଙ୍କ ଲାଗିଲାଣି ରୂପାରେ କଣ ଲାଗୁଛି ଫାଷ୍ଟ ଲେଖା ହେଲା ତୁମ ସମ୍ପତ୍ତି କଣ ହେଉଛି କ୍ଷୟ ପାଇଲାଣି ଦିନେ ଦିନେ ସରି ସରି ଯାଉଛି ମୁଁ ଆପଣମାନଙ୍କୁ ଖାଇବା ପାଇଁ ଆସିକି ଯେତିକି ଅହମଦାବାଦର ଫ୍ଲାଇଟରେ ମରଲେ ଯେତିକି ଲୋକର ଏଟିଏମ୍ କାର୍ଡ ଜଣ ଲାଖି ନେଇଗଲେ ତାଙ୍କର ଯଦି କିଏ ଲିଗାଲ ନାହିଁ ବୋଲିକରି ସେ ସମ୍ପତ୍ତି କିଏ ଖାଇଲା କିଏ ଖାଇଲା ସେ ଦେଖାଉଥିଲା ଗୋଟେ ଦୁଇଟା ପରିବାର ପୂର୍ଣ୍ଣ ପରିବାର ମରିଛନ୍ତି ତାର ଅର୍ଥ ସେମାନଙ୍କର ଲିଗାଲ ମଧ୍ୟ ନାହିଁ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଡକ୍ଟର ପରିବାର ଟଙ୍କା ନଥିବ ଭାବି ଦେଖ ଟିକେ ଲଣ୍ଡନରେ ଚାକିରି କରିବା ପରିବାର ଟଙ୍କା ନଥିବ ଥିବ ଏଟିଏମ୍ ମଧ୍ୟ ଜଣା ଆଉ ସବୁ କିଛି ମଧ୍ୟ ଥିବ ସେମାନେ ପିନ୍ଧିଲା ସୁନାମାନ ମଧ୍ୟ ଜଳିଗଲା ଚିହ୍ନିବା ପାଇଁ ଡିଏନଏ ଟେଷ୍ଟ କରାଯାଉଛି ଗଲା ନାଇଁ କି ଏଟା କାର୍ ଡିଏନଏ ତାକୁ ତାର ଲାଶ ଦେବା ପାଇଁ ଡିଏନଏ ଟେଷ୍ଟ କରାଯାଉଛି ଭାବନ୍ତୁ ଏଟା କେତେ ଦିନର ବିଷୟ ସେଥିପାଇଁ ଲେଖିଲା ଯାକୁ ଲେଖୁଛନ୍ତି କଣ ଲେଖା ଅଛି ତୁମର ସମ୍ପତ୍ତି କ୍ଷୟ ପାଇବଛି ସରି ସରି ଯାଉଅଛି ତୁମମାନଙ୍କର ସମ୍ପତ୍ତି ହଁ କ୍ଷୟ ପାଇଲାଣି କ୍ଷୟ ପାଇଲାଣି ତୁମମାନଙ୍କର ବସ୍ତ୍ର ତୁମମାନଙ୍କର ବସ୍ତ୍ର ପୋକ ଖାଇଲାଣି ଖାଇଲାଣି ପୁଣି ପୁଣି ତୁମମାନଙ୍କର ସୁନା ତୁମମାନଙ୍କର ସୁନା ରୂପାରେ କଳଙ୍କ ଲାଗିଲାଣି କଳଙ୍କ ଲାଗିଲାଣି ସେଥିରେ କଳଙ୍କ ତୁମମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ସେ କଳଙ୍କ କାହାର ବିରୁଦ୍ଧରେ ସାକ୍ଷ୍ୟ ଦେବ ସର୍ବଜଗତ ନାକି ମାଥ୍ୟୁ ପୁସ୍ତକ ଲେଖା ଅଛି 15 ଅଧ୍ୟାୟରେ ସର୍ବଜଗତ ପ୍ରାପ୍ତ କରି ଯଦି ଆତ୍ମା ଯଦି ନଷ୍ଟ ହଉଛି ବୋଲି ତୁମର ଲାଭ ଏ କ୍ଷୟ ବିଷୟଟା ସବୁ এটা অল্প স্থায়ী বিষয় সব ସେଥିପାଇଁ ଲେଖୁଛନ୍ତି ଯୋଉ ସୁନା ଯୋଉ ରୂପା ତୁମେ ରଖିଛ ଯଦି ପରମେଶ୍ୱରଙ୍କୁ ଭୟ କରି ରଖିଛ ସେଟା ହଉଛି ପବିତ୍ରତା ମାତ୍ର ଯେ ପରମେଶ୍ୱରଙ୍କୁ ଭୟ କରୁନାହିଁ ସେଟା ଗୋଟେ କଳଙ୍କ ଲାଗିବ ଆଉ ସେ କଳଙ୍କ ସ୍ୱର୍ଗରେ ଗଲେ ବୋଲି ସାକ୍ଷୀ ଦେବ ପ୍ରେଜ୍ ଦ ଲର୍ଡ ହାଲେଲୁୟା ସେ କଳଙ୍କ କହିବ ତୁମକୁ ପାଶ ଯୋଗୁ ପ୍ରଭୁ ଆଉ ସୁନା ରୂପାରେ ମୁଁ କଳଙ୍କ ଲାଗିଲି ବୋଲି ଆମେ ଅନ୍ୟାନ୍ୟ ବସ୍ତ୍ର ପିନ୍ଧି ନିଜକୁ ସଜାଡ଼ି ପାରିବୁ ନିଜକୁ ଅନେକ ପ୍ରକାର ସୁନ୍ଦରତା କରିପାରିବା ଏ ବସ୍ତ୍ର ପୋକ ଲାଗିବ କାହିଁକି ଲୁସିଫରକୁ ଯଦି କୁହାଗଲା କୀଟ ତୁମର ପ୍ରସାରିତ ବିଛଣା କୁର୍ମୀ ତୁମର କିସବ ଚଦର କଣ ମନୁଷ୍ୟ ବଞ୍ଚିବ କୁହନ୍ତୁ ଏ ମନୁଷ୍ୟ କି ଲାଭ ସେଥିପାଇଁ ଏ ଧୂଳି ଲୋକାଦିନ କହୁଥିଲେ ଏ ଧୂଳିର କିଛି ମହତ୍ଵ ନାହିଁ ଏ ଧୂଳିକୁ ପ୍ରଭୁ କଣ କରିଛନ୍ତି ମୂଲ୍ୟବାନ ବସ୍ତୁ ରୂପେ ଗଠନ କରି ଉଠାଉଛନ୍ତି ଯେ ପ୍ରକାର ଧୂଳି ଅନ୍ୟାନ୍ୟ ବହୁମୂଲ୍ୟ କଣ ଜିନିଷରେ ଯେ ପ୍ରକାର ପରିଣତ ହେବ ସ୍ୱର୍ଗକୁ ଯେ ପ୍ରକାର ଯାଇପାରିବ ପ୍ରେଜ୍ ଦ ଲର୍ଡ ହାଲେଲୁୟା ସେଥିପାଇଁ ପ୍ରିୟମାନେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଏ ଜୀବନର ଗ୍ୟାରେଣ୍ଟି କିଛି ନାହିଁ गोटे विषय ग्यारंटी अच्छी जदि जीवन रो ग्यारंटी बोली कहले जे प्रभु को विश्वास करछि से तार जीवन ग्यारंटी अछि प्रेज द लॉर्ड हालेलुया प्रभु को ऊपर जे निर्भर रखछि तार जीवन रो ग्यारंटी सेति में प्रभु कहले जे परि जे के तार कठारे विश्वास करे से विनष्ट न होई अनंत जीवन पाई परबो हालेलुया हालेलुया केबे मत विनष्ट हेबो ना जेंति परिस्थिति रे हो से दरिद्रता अवस्था रे हो ज्ञानी अवस्था रे हो निर्बुद्ध अवस्था रे हो मूर्ख अवस्था रे हो कि धनी अवस्था रे हो तेरे जेई परिस्थिति रे हो यीशु को जे विश्वास करिछि से विनष्ट न होय अनंत जीवन पाइबो हालेलुया और जदि यीशु को जे विश्वास करि नाय ताठारे जीवन जे यीशु को पाइ अछि से जीवन प्रथम जब लिखा अछि जे यीशु को पाइ अछि से जीवन पाइ अछि यीशु को पाइ तो जीवन पाइ अछि ସେଥିପାଇଁ ଲେଖିଲା ସେଥିପାଇଁ ବିଲିୟମ କହୁଛନ୍ତି ମୋର
ମରଣ ଧାର୍ମିକର ମରଣ ଯେ ପ୍ରକାର ଧାର୍ମିକ ଯେ ପ୍ରକାର ମରିବ ମୁଁ ମଧ୍ୟ ସେ ପ୍ରକାର ଯଦି ମରିବି ପ୍ରଭୁ ଏହା ମୋ ଶେଷ ଅବସ୍ଥା ମୋ ସେମିତି ମୁଁ ଧାର୍ମିକତାର ମରବା ପାଇଁ ଚାହୁଁନି ମୁଇଁ ପାପୀ ହିଁ ମରବା ପାଇଁ ଚାହୁଁନି ମୁଇଁ ମଦ ପିଇ ମରବା ପାଇଁ ଚାହୁଁନି ମୁଇଁ କେବଳ କଣ କରୁଛି ପାପ କରି ମରବା ପାଇଁ ଚାହୁଁନି ମୁଇଁ ଖଇନି ବିଡ଼ି ଗୁଡ଼ାକ ଢୋକିଆ ସିଗାରେଟ ଛିକିକି ମରବା ପାଇଁ ଚାହୁଁନି କୁହନ୍ତୁ ପ୍ରଭୁ ପ୍ରଭୁ ମୁଁ ଯେ ପ୍ରକାର ପବିତ୍ରତାର ମରିପାରେ ମୋର ମରଣ ଯେ ପ୍ରକାର ପବିତ୍ର ହେଇପାରେ ପ୍ରଭୁ ମୁଁ ଏ ଗୋଟେ ବିଷୟ ଆଶା କରୁଛି ତୁମ ଧାର୍ମିକ ମରଣ ଅବ୍ରାହମଙ୍କ ମରଣ ବିଷୟ ଲେଖା ଅଛି ଅବ୍ରାହମ ଶେଷ ଯେତେବେଳେ ମୃତ୍ୟୁ ହେଲା 175 ବର୍ଷର ମରିଲେ ବୋଧେ ଅବ୍ରାହମ କି କେତେ ବର୍ଷର ମରିଲେ ଜାଣିଛ କିଏ କହିପାରିବ ଅବ୍ରାହମ କେତେ ବର୍ଷର ମରିଲେ ସେ ଯେତେବେଳେ ମରିଲେ ଲେଖା ହେଇଛି ତାଙ୍କର ଲୋକଙ୍କ ପାଖରେ ତାଙ୍କୁ କବର ଦେଲେ ସାରା ଯେତେବେଳେ ମରିଲା ଇସା ଯାକୁବ ଯେତେବେଳେ ମରିଲା ଯେଉଁ ଜାଗାରେ ସେମାନେ ଖବର ପାଇଲେ ସେଇ ଜାଗାରେ ସେମାନଙ୍କର କଣ କରାଗଲା ଯୋସେଫ ମିଶ୍ର ଦେଶରେ ଥିଲା ମାତ୍ର କବର ପାଇଲା ମିଶ୍ର ଦେଶରେ ତା ପାଇଁ ଶୋକ କରାଗଲା ତାର ହାଡ଼କୁ ତାର ପୂର୍ବପୁରୁଷମାନ ପାଖରେ ଆଣିକି କବର ଦିଆଗଲା ଧାର୍ମିକ ଲୋକମାନେ ମରିଲେ ଆମ ଜୀବନରେ ଆଉ ଗୋଟେ ପ୍ରଶ୍ନ ଆଇବ ଏ ଶିଷ୍ୟମାନେ ଧାର୍ମିକର ମରଣ ମରିଲେ ଆମର ଭାରତକୁ ଆସିଥିବା ଭାରତରେ ଆସିଥିବା ଦୁଇଟା ଶିଷ୍ୟ ନାମ କେତେ ଜାଣିଛ ଆରେ ବାର୍ଥଲୋମେ କି ଇଣ୍ଡୋନେସିଆରେ କେମିତି ମାରିଲେ ଜାଣିଛନ୍ତି ତାକୁ ଜୀବନ ଜୀବନ ବାନ୍ଧି ଦେଲେ ଆରେ ଯେମିତି ଚମଡ଼ା ଫାଷ୍ଟରେ କାଟିଲେ ଚମଡ଼ା ଧୀରେ ଧୀରେ କାଢ଼ି କାଢ଼ିକି ବୋଲେ ପୁରା ଶରୀର ଚମଡ଼ା ସବୁ ସୂତା ଦେଲେ କେମିତି ଭାବି ଦେବେ ଜୀବନ ଜୀବନ ଆପଣ ଜାଣିଛନ୍ତି ପୁରାତନ ନିୟମର ହସେୟ ଭବିଷ୍ୟତ ବକ୍ତା ଆମର୍ଷ ଭବିଷ୍ୟତ ବକ୍ତା କେମିତି ମାନିଲେ ଜାଣିଛନ୍ତି ଖୋକଲା କାଠ ଭିତରେ ଠିଆ କରିଦେଲେ ଆଉ କର ସହିତ ଧୀରେ ଧୀରେ କରି କାଟିକରି ମାରିଲେ ବୋଲେ କେମିତି ମରଣ ମାତ୍ର ସେମାନେ କହିଲେ ନାହିଁ ମୁଁ ଧାର୍ମିକର ମରଣ ଯଦି ସେମାନେ ଯଦି ଚାହିଁଥାନ୍ତେ ସେଇ ସମୟରେ ପ୍ରଭୁଙ୍କୁ ଅସ୍ୱୀକାର କରି ସେମାନଙ୍କ ଜୀବନ ବଞ୍ଚାଇଥାନ୍ତେ ମାତ୍ର ଧାର୍ମିକର ମରଣ ମରିଥାନ୍ତେ ମାତ୍ର ସେମାନେ ସେଇଟା ଚାହିଁଲେ ନାହିଁ ଧାର୍ମିକର ମରଣ ମରବା ପାଇଁ ଚେଷ୍ଟା କଲେ ପ୍ରେଜ୍ ଦ ଲର୍ଡ ହାଲେଲୁୟା ଯଦି ଆମେ ସାଧାରଣ ଜାଗତିକ ବିଷୟକୁ ଲড়াইତ ହୋଇକରି ଆମେ ଅଧାର୍ମିକର ମରଣ କାହିଁକି ମରବା ଆମେ ସେଇ ଅନନ୍ତ ଜୀବୀ ହେବା ଧାର୍ମିକର ମରଣ ମରି ପ୍ରେଜ୍ ଦ ଲର୍ଡ हालेलुया टिके मद पीकरी अधार्मिक काईके बा टिके बीड़ी पीकरी अधार्मिक काई टिके सिगरेट पीकरी काईके अधार्मिक होबा टिके पाप करी काईके अधार्मिक होबा टिके टिके विषय को लेकर काईके अधार्मिक होबा काईके बाइबल में लिखा अछि रात्रि में वाक्य पर प्रथम जन 2 अध्याय तारो 15 16 17 पद रे वाक्य पढे पढे संसार की होबा हाँ सेतिरे थिबा विषय सबको आसक्त प्रेम न करो देखो संसार थिबा संसार आउ सेतिरे थिबा विषय को प्रेम करो नाही जे केही संसार को प्रेम करे पिता को प्रेम ताठारे जगत को प्रेम करबा लोग यीशु को प्रेम ताठारे बल चिंता करो आमे जहाँ सब जागतिक विषय को सेवन करूछु तबे हमर पाखरे यीशु को प्रेम शारीरिक अभिलाष हां चक्षुर अभिलाष लौकिक गर्भ संसार में थिबा हां पिता को ठारू कोन कोन में शारीरिक अभिलाष चक्षुर अभिलाष लौकिक गर्भ ए संसार विषय या पिता को ठारू उत्पन्न मात्र संसार उत्पन्न होय थाए हां एटा कोन उत्पन्न होय छी संसार उत्पन्न होय छी हां संसार असेतिर अभिलाष अनित्य संसार आउ ये सब अभिलाष कोन बोले का छी अनित्य बोले नित्य स्थायी नुए मात्र जे
ଈଶ୍ୱରଙ୍କର ଇଚ୍ଛାକୁ ପାଳନ କରିବ ସେ ନିତ୍ୟ ସେ ନିତ୍ୟ ସ୍ଥାୟୀ। ସ୍ଥାୟୀ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଈଶ୍ୱରଙ୍କର ଇଚ୍ଛାକୁ ମାନବା ଲୋକମାନେ ନିତ୍ୟ ସ୍ଥାୟୀ। କାହିଁକି? ଈଶ୍ୱରଙ୍କ ଇଚ୍ଛା ମାନବା ଲୋକମାନଙ୍କ ଠାରୁ ସଂସାରରୁ ଉତ୍ପନ୍ନ ବିଷୟ ନୁହେଁ, ଊର୍ଦ୍ଧ୍ୱରୁ ଆଗତ ବିଷୟ ଅଟେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେଥିପାଇଁ ଲେଖିଲେ ମାଥି ଲିଖିତ ସୁସମାଚାର 15 ଅଧ୍ୟାୟ 13 ପଦରେ ଲେଖା ଅଛି, ତହିଁରେ ସେ ଉତ୍ତର ଦେଇ କହିଲେ, କଣ କିନ୍ତୁ ଉତ୍ତର ଦେଲେ, ମୋହର ସ୍ୱର୍ଗସ୍ଥ ପିତା ଯେଉଁ ସବୁ ବୃକ୍ଷ ରୋପଣ କରିନାହାନ୍ତି ସେ ସବୁ ଗୋଟେ ଦିନ କଣ ହେବ? ଟାଣି କରି ଫିଙ୍ଗିବେ ପ୍ରଭୁ। ବୋଲେ ଭାବ ଆମ ଠାରୁ କିଟା ଉତ୍ପନ୍ନ ହେଇଛି ଜାଣିବା। ଏବେ ଆମେ ଜାଣିପାରିବା, ପ୍ରାଞ୍ଜଳ ଭାବରେ ଜାଣିପାରିବା, ପରମେଶ୍ୱର ଯାହା ଠାରୁ ପରମେଶ୍ୱର ଯୋଉଟା ରୋପଣ କରିନାହାନ୍ତି ସେମିତି ବିଷୟ ଯଦି ଆମ ପାଖରେ ଉତ୍ପନ୍ନ ହେଇଛି ବୋଲେ ଗୋଟେ ଦିନ ତାକୁ କାଢବେ। କୋଟି ପିଙ୍ଗେ ସେଟା ବିଷୟ ଏମିତି ଭଟାରେ ପିଙ୍ଗି ଦେଲେ ତ ଅମର ବୁଟା କରି ଅମର ବୁଟା ବୋଲବେ ତ କିସ୍ ବୁଟା ବୋଲବେ ସେ ବୁଟା এই বাটে সেটি দেখি হবে ସେ ବୁଟା ଅମର ବୁଟା ବେଶୀ ଅମର ବୁଟା ସେ ବର୍ଷା ଖରା ସାରା ତାକୁ ଫୋପାଡ଼ି ଦେଇଥିଲେ ସେମିତି ପଡ଼ି ରହିବ। ଟିକେ ବର୍ଷା ମାରିଲା ବେଳେ ସେ ପଳେଇ ଆସିବ। এটা অমর বুটা নয়। প্রভু কোন করবে? সেটি ফোপাড়বে নাই, তাকে কাড়বে। निर्माण अग्निमाण निर्माण बोले अग्नि जुटी केबे लिप्त नाही से अग्नि ताको निक्षेप करबे। सेतिबा प्रिय मानव आपण मानकु कहबा पाइ चाहे ए जीवन जेतबे प्रभु दैछथि एथि जीवन को धार्मिक मरण, धार्मिक परि मरण, धार्मिक ही मरबा, पवित्र ही मरबा। आउ हम केनो पवित्र माने प्रभु जहां मानकु दैछथि जु जु वरदान ताको हमें व्यवहार कर। आज अनेक लोक प्रार्थना कर बोले प्रार्थना कर वाक्य को नाती कौन पाई प्रभु रखिछथि आपन को गोटे विषय में रखिछथि वाक्य कहबा पाई, प्रार्थना करबा पाई, आराधना करबा पाई, घरे वाक्य ध्यान करबा पाई, सकाळे उठले बाइबल पढ़बा पाई। काती हमर परिवार मानकर काती गोटे बाइबल नै एति बाइबल नथिवा लोक टिके पढि समस्त पाई मतलब हम पढुछु कि आजकल अधिक सहज गला मोबाइल बाइबल फासी गला। मोबाइल बाइबल बोल नहीं मात्र आसी थी मोबाइल बाइबल ताको पढ़बा तो ताको कम से कम पढ़त एते सुजोग है, एते टेक्नोलॉजी आसला से ब्राह्मण को सुजोग पवित्र शास्त्र पढ़बा पे सुजोग, पाप करबा पे सुजोग तो मिलिछि मात्र पवित्रता हेबा पे मध्य सुजोग अछि। सेतिपाय धार्मिक मरण अधार्मिक केबे मरना आपण भावतु नाही एंती एका जगत चली थिबो, एंती एका जगत रे हम रहि जिबा केबे नाही समय अछि। प्रिय माने गोटे दिन ए जगत समाप्त हे जिवो। प्रेज द लॉर्ड, हालेलुया। मु कहली आपण 20 प्रकाशित वाक्य 20 अध्याय हम 11 पद पढलु काई नाही 20 अध्याय 11 पद कोन बोले लिखा अछि देखंतु 11 पद तत्परे सिंहासन देखिली, दर्शन कली, तांको सम्मुखरु पृथ्वी आउ आकाश मंडल कोन हैला पलायन कला तापाई से मानो आकाश मंडल पृथ्वी निमंते ठिया हेबी बोलबा को मध्य स्थान मिलिला। कोटी पड़िथिबो चिंता करते करते जो जगह को जाइथिबो चिंता करते स्थान जदि मिलला नहीं बोलकर कोटी जाइथिबो। जदि आकाश मंडल को पृथ्वी भी जदि स्थान मिलु नाही बोले हमको कोटी स्थान मिलबो। আমার বাপ্পা কি আমি নিজে বনাইଥିବା ପୁଅ ଝିଅ ମାନଙ୍କ ବନାଇଥିବା ଘର ମଧ୍ୟ ସ୍ଥାନ ମିଳିବ এটা ପ୍ରାୟ ଯେତେ ସୁନ୍ଦର ବନାଇଥିବା ହେଲେ ବି ସେଟା ମିଳିବ, ଯେତେ ବଢିଆ ଜିନିଷ ବନାଇଥିବା ହେଲେ ମଧ୍ୟ ରହିବ ପଳାୟନ କରିବ ସ୍ଥାନ ମିଳିବ। ତେବେ ଆମର ପାଇଁ ଗୋଟେ ବିଷୟ ସ୍ଥାନ ଯଦି ପାଇବାର ଅଛି ବୋଲେ ଗୋଟେ ବିଷୟ ଯୀଶୁଙ୍କ ଠାରେ ବିଶ୍ୱାସ କରିବାର ଅଛି। ପ୍ରେଜ୍ ଦ ଲର୍ଡ, हालेलुया। यीशु को निज उद्धारकर्ता रूपे ग्रहण करबा छी, पवित्रता प्रभु जहां मन को देइछथि ताकु व्यवहार करबा। सेतबा प्रकाश तुम ठारे जहां अछि ताहा दृढ़ रूपे तुमर मुकुट जे परिके हरण करी न निये, तुमर मुकुट को
ହରଣ କରିନେଲ। ଆରେ ଗିଲସେଟ୍ ମଦ ହରଣ କରିନେଲ, ଗୋଟେ ବିଡ଼ି ହରଣ କରିନେଲ, ଗୋଟେ ସିଗାରେଟ୍ ହରଣ କରିନେଲ, ଟିକେ ତମ୍ବାକୁ ହରଣ ନ କରୁ, ଗୋଟେ ପୁଡ଼ିଆ ହରଣ ନ କରୁ, ଟିକେ ଆଉ କ'ଣ ହରଣ ନ କରୁ। କ'ଣ ଶାରୀରିକ ଅଭିଳାଷା ହରଣ ନ କରୁ, ଆଉ ଚକ୍ଷୁର ଅଭିଳାଷା ହରଣ ନ କରୁ, ଲୌକିକ ଗର୍ବ ହରଣ ନ କରୁ। ପ୍ରିୟମାନେ, ଗୋଟେ ବିଷୟ ଆପଣମାନଙ୍କ ମତେ ହରଣ କରୁ, ଈଶ୍ୱରଙ୍କ ପବିତ୍ରତା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେଥିପାଇଁ ଅନେକ ଲୋକ ଦେଖନ୍ତୁ, ଅନେକ ଆପଣମାନେ ଦେଖୁଥିବେ ଦେଖି ଏବେ ଆମ ଲୋକମାନେ କ'ଣ କହୁନି, ହରେ କୃଷ୍ଣ ହରେ ରାମ ବୋଲୁଛନ୍ତି କି ନାହିଁ? ବୋଲେ ହରେ କୃଷ୍ଣ ହରେ ରାମ, ରାମ ହରଣ କରୁ, ଏବେ ସେ କୃଷ୍ଣ ମଧ୍ୟ ଆମକୁ ହରଣ କରୁ ବୋଲୁଛି। ଆରେ ସେମାନେ ଖାଲି 24 ଘଣ୍ଟା ଅଷ୍ଟପହରୀ ବୋଲୁଛନ୍ତି ନାଇଁ କି? ଅଷ୍ଟପହରୀ ବୋଲି କହିଲେ ସେମାନେ 24 ଘଣ୍ଟା ଅଷ୍ଟପହର 8ଟା ପହର ଯାକ ସେମାନେ କ'ଣ କରିବେ? ଖାଲି ଗୋଟେ ଉପାଦାନ କହୁଥିବେ ହରେ କୃଷ୍ଣ। ମାନେ ଭାବନ୍ତୁ ସେମାନଙ୍କର ଭକ୍ତି। ଆରେ ଆମର ଭକ୍ତି ଗୋଟେ ଚିନ୍ତା କର, ଆମର ଭକ୍ତି କେତେ ହେବା ଦରକାର। ତାଙ୍କର ଅଷ୍ଟପହରୀ ଅଛି, ଆମର ଚତୁର୍ଥ ପହର ଅଛି ନାଇଁ। ସେ ଚତୁର୍ଥ ପହର ହେଲା ବେଳକୁ ପ୍ରଭୁ କ'ଣ କରିବେ? ଆମକୁ ଚକ୍ଷୁର ପଲକରେ ରୂପାନ୍ତରିତ କରିଦେବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେଣୁକରି ପ୍ରିୟମାନେ, ଆମର ମରଣ ଧାର୍ମିକର ମରଣ, ଆମେ ମରିଲା ବେଳକୁ ଗୋଟେ ବିଷୟ ମାଗିବା, ପ୍ରଭୁ ମୁଁ ଧାର୍ମିକର ମରଣ ଯେତିକି ମରିବି, ମତେ ସେଇ ବିଷୟ ଗୋଟେ ଚାହୁଁଅଛି, ଆଉ ମୁଁ କିଛି ଚାହେଁନି। ସେଥିପାଇଁ ଧାର୍ମିକର ମରଣ ମରବା ବେଳକୁ ଆମକୁ ଯାହା ପ୍ରଭୁ ଦେଇଛନ୍ତି ତାକୁ ଧରିକିରି ରଖିବା। ଲେଖିଲେ ପ୍ରଥମ ତେସଲୋନିକେ 5 ତାର 1-2 ପଦ କ'ଣ ବୋଲି ଲେଖା ଅଛି? ଶେଷ ପଦ କ'ଣ ବୋଲି ଲେଖା ଅଛି? 5 କିନ୍ତୁ ହେ ଭାଇମାନେ, ହଁ ହଁ ନାହିଁ, ରାତ୍ରିରେ ଚୋର ଆସିଲା ପରେ ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମେ ମାନେ କ'ଣ ବୋଲି ଜାଣିଛ? ଉତ୍ତମ ଭାବରେ। କେତେବେଳରୁ? ଆମମାନଙ୍କର ସ୍ୱର୍ଗତ ପାଷ୍ଟର ଆଜ୍ଞା ପ୍ରଚାର କଲା ବେଳକୁ ଜାଣିଛୁ କି ନାହିଁ? ସ୍ୱର୍ଗ ରାଜ୍ୟ ଆମର ପାଖରେ ଆମେ ଆସିବ, ପ୍ରଭୁ ଆଇବେ ବୋଲିକିରି ଏ ଦାସନ ଆଜ୍ଞା ପ୍ରଚାର କରିବା ବେଳେ ବି ସେ ଜାଣିଛ ସ୍ୱର୍ଗ ରାଜ୍ୟ ଗୋଟେ ଦିନ ଆସିବ। ଅଦୁ ଆଜ୍ଞା ଜାଣିଛ, ଭାସ୍କର ଆଜ୍ଞା ବି ଜାଣିଛ, କାହିଁକିନା ବେଲେ ଭୁବନ ଆଜ୍ଞା ବି ଜାଣିଛ। ସବୁ ଯେତିକି ପାଷ୍ଟର ଆଇଲେ କ'ଣ ପ୍ରଚାର କଲେ? ଈଶ୍ୱରଙ୍କ ରାଜ୍ୟ ଚୋର ପରି ଆସିବ, ଗୋଟେ ଦିନ ପ୍ରଭୁ ଆଗମନ କରିବ। ଜାଣିଛ ଆପଣ, ମୁଁ ସମସ୍ତେ ଜାଣିଛୁ। ହଁ ପଢେ। ଯେତେବେଳେ ଲୋକେ ଶାନ୍ତିରେ ଅଛି, ନିରାପଦରେ ଅଛି ବୋଲି ଭାବୁଥିବେ, ସେତେବେଳେ ଗର୍ଭବତୀର ପ୍ରସବ ବେଦନା ତୁଲ୍ୟ ହଠାତ୍ କେମିତି ଆଇବ ବୋଲି ଲେଖା ଅଛି? ବିନାଶ। କିଷ୍ଟ ଆଇବ? ଶାନ୍ତିରେ ଅଛୁ ନା, ଯାଉ କିଛି ନାହିଁ, ଶାନ୍ତିରେ ଅଛୁ। ଘର ଖଣ୍ଡେ ମିଳିଲା, ଶାନ୍ତିରେ ଅଛୁ। ଆମର ଘର ଗୋଟେ ମିଳିନଥିଲା, ମିଳିଲା ବୋଲିକିରି ଆମେ ଶାନ୍ତି ବୋଲି ଯେତେବେଳେ ଭାବୁଥିବୁ, ହଠାତ୍ ଗର୍ଭବତୀ ମାଙ୍କର ଯେମିତି ବଥା ବାହାରିବ, ସେମିତି ବିନାଶ ଆସିଯିବ। ଜାଣିନଥିବେ ଗର୍ଭବତୀ ମାର ବେଦନା କେତେବେଳେ ହେବ, ବଥା କେତେବେଳେ ହେବ, ଛୁଆ କେତେବେଳେ ଜନ୍ମ କରିବ ଜାଣିନଥିବେ। ଜନ୍ମ ହେଲା ଉତ୍ତାରେ ଆମେ ସମୟ ଲେଖୁଛୁ, ଡେଟ୍ ଲେଖୁଛୁ, ଆରି ଲେଖୁଛୁ, ତାର ଜନ୍ମଦିନ ପାଳନ କରୁଛୁ। ତାର ଆଗରୁ କିଏ ଡେଟ୍ ଲେଖୁଛନ୍ତି, ସମୟ ଲେଖୁଛନ୍ତି। ହଠାତ୍ ଆସିବ, କ'ଣ ଆଇବ ବୋଲି ଲେଖା ଅଛି? ବିନାଶ। ବିନାଶ ଯଦି ଆସୁଛି ପ୍ରିୟମାନେ, ଭାବନ୍ତୁ ଆମେ କେତେ ଲୋକ ରକ୍ଷା ପାଇପାରିବା। ପ୍ରଭୁ କହିଲେ ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ, କାରଣ ତୁମେମାନେ ମରିଅଛ ଆଉ ତୁମମାନଙ୍କ ଜୀବନ ଈଶ୍ୱର ଖ୍ରୀଷ୍ଟଙ୍କ ସହିତ ଈଶ୍ୱରଙ୍କ ପାଖରେ ଗୁପ୍ତରେ ଅଛି। ଯେତେବେଳେ ତୁମମାନଙ୍କ ଜୀବନ ସ୍ୱରୂପ ଖ୍ରୀଷ୍ଟ ଯେ ପ୍ରକାଶିତ ହେବେ, ସେତେବେଳେ ତୁମେମାନେ ଗୌରବରେ, ଯେଉଁମାନେ ଆପଣା ଜୀବନକୁ ଯୀଶୁ, କଲସିୟ ତାର 3:2-3-4 ପଦ ଲେଖା ଅଛି ଯେ ସେ ଯଦି ଯୀଶୁଙ୍କୁ ଜୀବନ ଦେଇଛନ୍ତି, ସେ ଯୀଶୁ ପରମେଶ୍ୱର ପାଖରେ ଜୀବନ ରଖିଛନ୍ତି। ଯେଉଁମାନେ ଦେଇନାହାନ୍ତି ସେମାନଙ୍କ ଉପରେ ବିନାଶ ଆସିଯିବ। ମାତ୍ର ଯେଉଁମାନେ ଯୀଶୁଙ୍କୁ ଜୀବନ ଦେଇଛନ୍ତି, ଆପଣ ଆଉ ମୁଁ ଯୀଶୁଙ୍କୁ ଯଦି ଜୀବନ ଦେଇଛୁ ପ୍ରିୟମାନେ, ଆମମାନେ ତାଙ୍କ ସହିତ ଗୌରବରେ ପ୍ରକାଶିତ ହେଇଯିବୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେଥିପାଇଁ ପାଉଲ ଲେଖୁଛନ୍ତି, ଏ ଭାଇମାନେ ମୁଁ ତୁମମାନଙ୍କୁ କହୁଛି, ତୁମେମାନେ ଜାଣିଅଛ ଖ୍ରୀଷ୍ଟ ଯେ ଚୋର
ପରି ଆଗମନ କରିବେ ଆଉ ତୁମେ ମାନେ ଜାଣିଅଛ। ଯେମିତି ଗୋଟେ ମା ବା ଭଉଣୀ ଗର୍ଭ ଯେମିତି ବଥା ଆରମ୍ଭ ହେବ ତାହା ତୁମେ ଆମେ ଜାଣିପାରିବା ନାହିଁ। ସେମିତି ଏକା କେତେବେଳେ ତୁମ ମାନେ ଭାବୁଥିବ ମୁଁ ଶାନ୍ତିରେ ଅଛି, ମୁଁ ଭଲରେ ଅଛି, ମୋତେ ସବୁ ମିଳିଛି ବୋଲବା ସମୟରେ ବିନାଶ ଆସି ଉପସ୍ଥିତ ହେଇଯିବ ଆଉ ସେ ବିନାଶ ବିନଷ୍ଟ କରିଦେବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେଣୁକରି ପ୍ରିୟମାନେ ଆମେ ଯେ ପ୍ରକାର ଯେତେବେଳେ କଷ୍ଟ ଆସିଗଲା, ଯେତେବେଳେ ମରଣ ଆସିଗଲା, ଏବେ ଯେମିତି ଜାହାଜରେ ଲୋକମାନେ ଫ୍ଲାଇଟରେ ଲୋକମାନେ ମରିଗଲେ ସେମିତି ମରଣ ଆଇଲେ ମଧ୍ୟ ଧର୍ମ ଜୀବନ ଯାପନ ଯେମିତି କରି ମରିପାରିବା এই ଗୋଟେ ବିଷୟ ପ୍ରଭୁ ପାଖେ ମାଗିକି ରହିବା ଆଉ ଆପଣ ଜୀବନକୁ ସଜାଡ଼ବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ପ୍ରଭୁ ଏ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।